ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। କାର୍ଯ୍ୟ ଫର୍ଦ୍ଦ 1 ପାଠ ସଂଖ୍ୟା 6 କ୍ଷେତ୍ରଫଳ ଧାରଣା। 1 ନମ୍ବର, ତଳେ ଦିଆଯାଇଥିବା ଚିତ୍ର ମଧ୍ୟରୁ ଯାହାର କ୍ଷେତ୍ରଫଳ ନିର୍ଣ୍ଣୟ କରାଯାଇପାରିବ ତା ପାଖରେ ଠିକ୍ ଚିହ୍ନ ଦିଅ। ତ୍ରିଭୁଜ ଓ ଚତୁର୍ଭୁଜ କ୍ଷେତ୍ରଫଳ ସମ୍ପର୍କିତ। ଏଠାରେ କେତେଗୁଡ଼ିଏ ଚିତ୍ର ଦେଇଛି। ସେହି ଚିତ୍ରମାନଙ୍କ ମଧ୍ୟରୁ ଯେଉଁଗୁଡ଼ିକ କ୍ଷେତ୍ରଫଳ ନିର୍ଣ୍ଣୟ କରାଯାଇପାରିବ କେବଳ ତ୍ରିଭୁଜ ଓ ଚତୁର୍ଭୁଜ ସମ୍ପର୍କିତ। ତା ତଳେ ଆମେ ଠିକ୍ ଚିହ୍ନ ଦେବା। 2 ନମ୍ବର, ତଳେ ଦିଆଯାଇଥିବା ସମାନ ଆକୃତି ବିଶିଷ୍ଟ ଚିତ୍ର ଦୁଇଟି ମଧ୍ୟରୁ ଯାହାର କ୍ଷେତ୍ରଫଳ ଅଧିକ ତାକୁ ରଙ୍ଗ କର। ଦିଆଯାଇଥିବା ଦୁଇଟି କ୍ଷେତ୍ରଫଳ ମଧ୍ୟରେ ଯେଉଁ ଚିତ୍ରଟି ବଡ଼ ଏବଂ ଯାହାର କ୍ଷେତ୍ରଫଳ ଅଧିକ ସେହି ଚିତ୍ରକୁ ଆମେ ରଙ୍ଗ ଦେବା। ଆକଳନ ଫର୍ଦ୍ଦ 1 ନମ୍ବର, ନିମ୍ନ କ୍ଷେତ୍ରଗୁଡ଼ିକର କ୍ଷେତ୍ରଫଳ ନିର୍ଣ୍ଣୟ କର। ପ୍ରଥମ ଚିତ୍ରଟିରେ ଏହା ଏକ ବର୍ଗ ଚିତ୍ର ଏବଂ ତା'ର ପ୍ରତ୍ୟେକ ବାହୁ 10 ସେମି ଏବଂ ତା'ର କ୍ଷେତ୍ରଫଳ ହେବ 100 ବର୍ଗ ସେମି। ଦ୍ୱିତୀୟ ଚିତ୍ରଟି ଗୋଟିଏ ଆୟତ ଚିତ୍ର, ତା'ର ବାହୁଗୁଡ଼ିକ ଯଥାକ୍ରମେ 8 ସେମି ଏବଂ 12 ସେମି। ଏହାର କ୍ଷେତ୍ରଫଳ ହେବ 96 ବର୍ଗ ସେମି। ସେମିତି ତୃତୀୟ ଚିତ୍ରଟି ଗୋଟିଏ ଆୟତ ଚିତ୍ର, ତାହାର ବାହୁଗୁଡ଼ିକ ହେଉଛି 6 ସେମି 12 ସେମି। ତା'ର କ୍ଷେତ୍ରଫଳ ହେବ 72 ବର୍ଗ ସେମି। 2 ନମ୍ବର, କେଉଁ କ୍ଷେତ୍ରଟିର କ୍ଷେତ୍ରଫଳ ଅଧିକ ଓ କେତେ ଅଧିକ? ପ୍ରଥମ ଚିତ୍ରଟିର କ୍ଷେତ୍ରଫଳ 96 ବର୍ଗ ସେମି ଏବଂ ଦ୍ୱିତୀୟ ଚିତ୍ରଟିର କ୍ଷେତ୍ରଫଳ 121 ବର୍ଗ ସେମି। କେତେ ଅଧିକ କ୍ଷେତ୍ରଫଳ? 25 ବର୍ଗ ସେମି। 3 ନମ୍ବର, ନିମ୍ନରେ ପ୍ରତ୍ୟେକ ପ୍ରଶ୍ନ ପାଖରେ ସମ୍ଭାବ୍ୟ ଉତ୍ତର ଅଛି। ସେଥିରୁ ଠିକ୍ ଉତ୍ତରଟି ବାଛି ତା ପାଖରେ ଠିକ୍ ଚିହ୍ନ ଦିଅ। କ, ଗୋଟିଏ ବର୍ଗାକୃତି ପଡ଼ିଆର ପ୍ରତ୍ୟେକ ବାହୁର ଦୈର୍ଘ୍ୟ 5 ସେମି ହେଲେ ଏହାର କ୍ଷେତ୍ରଫଳ କେତେ ହେବ? 25 ବର୍ଗ ସେମି। ଖ, ଗୋଟିଏ ଆୟତାକୃତି କ୍ଷେତ୍ରର ଦୈର୍ଘ୍ୟ 9 ସେମି ଓ ପ୍ରସ୍ଥ 4 ସେମି ହେଲେ ଏହାର କ୍ଷେତ୍ରଫଳ କେତେ ହେବ? 36 ବର୍ଗ ସେମି।